ହ୍ୟାଲୋ ଆପଣଙ୍କୁ ନମସ୍କାର। ତ ଏଠି ଦେଖନ୍ତୁ ବୋଇତାଳୁ ଫୁଲ ଆଜି ତାକୁ ଭାଜିକି ଖାଇବା। ତ ଏଠି ଦେଖନ୍ତୁ ମୁଁ ଯେମିତି ତାକୁ ସଫା କରୁଛି ଆପଣମାନେ ସେମିତି କରିବେ। ସଫା କରିସାରିଲା ପରେ ତାକୁ ଭଲ ଭାବରେ ଧୋଇଦେବେ। ତ ଆପଣମାନେ ଦେଖୁଥିବେ ସମସ୍ତେ ବହୁତ ପ୍ରକାର କରୁଥିବେ। ଏଇଟା ତ 10-15 ମିନିଟ୍ରେ ହେଇଯିବ, ଆପଣ ଆରାମସେ କରି ଖାଇପାରିବେ। ଚାଉଳ ଗୁଣ୍ଡରେ ବି କରାଯାଏ। ତ ଆପଣ ଦେଖନ୍ତୁ ଆପଣଙ୍କ ଇଚ୍ଛା, ଆପଣ ଚାଉଳ ଗୁଣ୍ଡ କରିକି ବେସନରେ କରିବେ। ଦେଖନ୍ତୁ ଲୁଣ, ଲଙ୍କା, ହଳଦୀ, ମସଲା, ଜିରା ପାଣି ନେଇକି ତାକୁ ଏବେ ମୁଁ ମିକ୍ସ କରିଦେବି। ମିକ୍ସ ଦେଖନ୍ତୁ ପୁରା ଏମିତି ଗୋଟେ ପେଷ୍ଟ କରିବେ। ତାପରେ ତାୱା ଗରମ ହେଇସାରିଲା ପରେ ତେଲ ପକାଇବେ। ତେଲ ଦେଇ ସାରିକି ସବୁ ଦେଖନ୍ତୁ ଫୁଲକୁ ସେ ବେସନରେ ଗୋଳେଇକି ତାକୁ ଭଲ ଭାବରେ ଭାଜିବେ। ତାପରେ ଏପଟ ସେପଟ କରିକି ଭାଜିଲି। ତ ଏପଟେ ଦେଖନ୍ତୁ ଏଇଟା ଫାଷ୍ଟ ଥରଟା ତାପରେ ଓହ୍ଲେଇକି ରଖିଦେଲି। ତାର ଏମିତି ହେବନି ମୁଁ ରୋଷେଇ କରିବି ମୋ ସହିତ କିଛି ସାପା ହେବନି। ତ ଦେଖନ୍ତୁ କୁକୁରକା ମୋ ହାତ ଜଳିଗଲା। ତାପରେ ଏଇଠି ଦେଖନ୍ତୁ ମୋର ଏପଟ ସେକେଣ୍ଡ ଥରଟା ବି ହେଇଗଲା। ତ ଚାଲନ୍ତୁ ଟେଷ୍ଟ କରିକି କହିବା କି କେମିତି ହେଇଛି। ତ ବହୁତ ଭଲ ଲାଗିଥିଲା। ତ ଆପଣଙ୍କ ଯଦି ଭିଡ଼ିଓଟି ଭଲ ଲାଗିଥିବ ମୋତେ କମେଣ୍ଟ କରି ନିହାତି କରିବେ। ତ ପୁଣି ଦେଖା ହେବ ଏମିତି କିଛି ନୂଆ ଭିଡ଼ିଓରେ। ତ ରହୁଛି, ବାଏ।